ଓମ୍ ଶାନ୍ତି। ପରମ ପ୍ରିୟ ପରମାତ୍ମାଙ୍କର ଅମୂଲ୍ୟ ଅମୃତ ସନ୍ତାନମାନେ, ଆସନ୍ତୁ ଆମେ ସମସ୍ତେ ଅବ୍ୟକ୍ତ ମୁରଲୀ ଶୁଣିବା, ଯାହାକୁ ବାବା 25/3/2005 ମସିହାରେ କହିଥିଲେ। ଆଜି 18/5/2025 ମସିହାରେ ଆମେ ପୁନଶ୍ଚ ସେଇ ଅବ୍ୟକ୍ତ ମୁରଲୀକୁ ଶୁଣିବା। ବାବା ଯେବେ ଆସନ୍ତି, ବାପଦାଦା ଏତେ ଉମଙ୍ଗ ଉତ୍ସାହ ପିଲାଙ୍କ ମନରେ ଭରି ଦିଅନ୍ତି, ସ୍ନେହରେ ମାଲିସ କରିଦିଅନ୍ତି, ଆଉ ବହୁତ ଉପାଧି ଦିଅନ୍ତି, ବହୁତ ଖୁସିରେ ଆନନ୍ଦରେ ପିଲାମାନଙ୍କୁ ନିଜର ପୂର୍ବ ପରିଚୟ ଦିଅନ୍ତି, ଆଉ ସମସ୍ତଙ୍କୁ ଭାଗ୍ୟବାନ ବଚ୍ଚା କହି ତାଙ୍କ ଭାଗ୍ୟର ରେଖାକୁ ପୁରା ଆହୁରି ବିସ୍ତୃତ କରିଦିଅନ୍ତି। ଆଜି ବାବା କହିଛନ୍ତି ସିଏ ତ ଜ୍ଞାନ ସୂର୍ଯ୍ୟ, ଆଉ ସବୁ ପିଲାମାନଙ୍କୁ କହିଲେ ତୁମେମାନେ ସମସ୍ତେ ମାଷ୍ଟର ଜ୍ଞାନ ସୂର୍ଯ୍ୟ। ବାବା ଜ୍ଞାନ ସୂର୍ଯ୍ୟ ହୋଇ ଶକ୍ତି, ଶାନ୍ତି, ସୁଖ, ଆନନ୍ଦ, ପ୍ରେମ ସବୁର କିରଣ ବିଛେଇ ଦେଉଛନ୍ତି। ଯେମିତି ସୂର୍ଯ୍ୟ ଏକକାଳୀନ କେତେ ଜିନିଷ ଦିଅନ୍ତି, ଶକ୍ତି ଦିଅନ୍ତି, ପ୍ରକାଶ ଦିଅନ୍ତି, ସବୁ ପ୍ରକାର ଦେଇପାରନ୍ତି, ଉତ୍ତାପ ବି ଦିଅନ୍ତି। ସେମିତି ଜ୍ଞାନ ସୂର୍ଯ୍ୟ ହିସାବରେ, ମାଷ୍ଟର ଜ୍ଞାନ ସୂର୍ଯ୍ୟ ହିସାବରେ ଆମେ ସବୁ ପିଲାମାନେ ସମସ୍ତଙ୍କୁ ସୁଖ, ଶାନ୍ତି, ଆନନ୍ଦ, ପ୍ରେମ, ଶକ୍ତିର କିରଣ ପହଞ୍ଚେଇବା। ବାବା ସେଇ କଥା କହୁଛନ୍ତି। ସେତେବେଳେ ଆଗକୁ ହୋଲି ଥାଏ, ତେଣୁ ହୋଲି ପର୍ବ ସକାଶେ ବାବା କହିଛନ୍ତି ତୁମେମାନେ ସମସ୍ତେ ହୋଲିର ମହତ୍ତ୍ୱ ବୁଝ, ହୋଲି ଖୁସିରେ ପାଳନ କର। ତୁମେମାନେ ହେଉଛ ହୋଲିଏଷ୍ଟ ପିଲା, ହାଇଏଷ୍ଟ ପୋଜିସନରେ ରହିବ। ସେଥିପାଇଁ ତୁମେ ଯେତେ ହୋଲି ହେବ ସେତେ ହାଇଏଷ୍ଟ ପୋଜିସନକୁ ଯାଇପାରିବ। ପ୍ୟାରର ଡୋରରେ ବାବା ଆମକୁ ବାନ୍ଧିକି ରଖିଛନ୍ତି। ଆମେ ସେଥିପାଇଁ କେତେ କୁଆଡ଼ୁ ଦେଶ ବିଦେଶରୁ ସନ୍ତାନମାନେ ଆସି ବାବାଙ୍କ ସହିତ ମିଲନ ମନାଉଛନ୍ତି। ବାବା ସେଥିପାଇଁ କହୁଛନ୍ତି ତୁମେମାନେ ନିଜେ ନିଜର ସୃଷ୍ଟିଚକ୍ର ବିଷୟରେ ତ ଆଗରୁ ଜାଣିଦେଇଛ। ସ୍ୱଦର୍ଶନ ଚକ୍ରଧାରୀ ହୋଇ ନିଜକୁ ନିଜେ ଦେଖ। ତୁମ ଆତ୍ମା କ'ଣ ଥିଲା, କ'ଣ ହେଲା, ଏସବୁ କଥା ସୃଷ୍ଟିଚକ୍ରରେ ନିଜକୁ ନିଜେ ଦର୍ଶନ କର। ତାହା ହେଲେ ଜାଣିପାରିବ ତୁମ ପରି ହାଇଏଷ୍ଟ ପୋଜିସନରେ କେହି ହେଲେ ପହଞ୍ଚି ପାରିନାହାନ୍ତି। ହାଇଏଷ୍ଟ ପୋଜିସନ ମାନେ କ'ଣ? ସତ୍ୟ ଯୁଗରେ ଦେବୀ ଦେବତା ଥିଲେ, ଅନ୍ୟ କିଏ ଦେବୀ ଦେବତା ନଥିଲେ। ତେଣୁ ହାଇଏଷ୍ଟ ପୋଜିସନ ହେଉଛି ସାରା କଳ୍ପରେ ହାଇଏଷ୍ଟ ପୋଜିସନ ହେଉଛି ଦେବୀ ଦେବତା ହେବା। ବାବା କେତେ ଉମଙ୍ଗ ଉତ୍ସାହ ଓ ହିମ୍ମତ ବଢ଼େଇବା ପାଇଁ ଏସବୁ କଥା କହୁଛନ୍ତି, ସ୍ମରଣ କରେଇ ଦେଉଛନ୍ତି, ପୂର୍ବ କଥା ସବୁ ଆମର ମନେ ପକାଇ ଦେଉଛନ୍ତି। ବର୍ତ୍ତମାନ ବି ଆମେ କ'ଣ ପାଉଛେ? ପରମାତ୍ମାଙ୍କ ଠାରୁ ଆମେ ପାଠ ପଢ଼ୁଛେ, ପାଳନା ପାଉଛେ, ବରଦାନ ବି ପାଉଛେ। ସେ ଦାତା, ବିଧାତା, ବରଦାତା। ତାଙ୍କ ସମ୍ମୁଖକୁ ଆସୁଛେ ବୋଲି ଆମେ ପାଉଛେ। ଯିଏ ସମ୍ମୁଖକୁ ଆସିପାରୁନାହାନ୍ତି, ଦାତା ଦେଇ ଚାଲିଛନ୍ତି, ତାଙ୍କ ପାଖକୁ ଗଲେ ତ ମିଳିବ ନା। ଯେହେତୁ ଆମେ ସବୁ ଯାଉଛେ, ତେଣୁ ଆମେ ସବୁ ପାଉଛେ। ପୁଣି ଆମେ ବର୍ତ୍ତମାନ ତ ଏତକ ପାଉଛେ, ପୁଣି ତା ସହିତ ବାବା ୱାଦା କରିଛନ୍ତି ଆମକୁ କ'ଣ ଦେବେ? ବିଶ୍ୱ ରାଜ୍ୟ ଅଧିକାର ଦେବେ। ମାନେ ସତ୍ୟ ଯୁଗରେ ପୁଣି ରାଜାରାଣୀ ହେବା, ସତ୍ୟ ଯୁଗରେ ସୁଖ, ଶାନ୍ତି, ଆନନ୍ଦ, ପ୍ରେମରେ ରହିବା। ଏଇ କଥା ଯେତେବେଳେ ଆମେ ନିଶ୍ଚୟ ହେଇଗଲେ, ତାହେଲେ ନିଶ୍ଚିନ୍ତ ରହିବା। ଆଉ କ'ଣ ଆମର ଚିନ୍ତା? ଯାହାର ବର୍ତ୍ତମାନ ଏତେ ସୁଖ ସୁବିଧା ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନଙ୍କ ଠାରୁ ଏତକ ପାଉଛନ୍ତି, ପୁଣି ଭବିଷ୍ୟତରେ ଦେବୀ ଦେବତା ହେବା ପାଇଁ ଗ୍ୟାରେଣ୍ଟି ପାଇଛନ୍ତି, ଆଉ ତାଙ୍କୁ କ'ଣ ଅସୁବିଧା? ତେଣୁ ଆମେ ନିଶ୍ଚୟ ବୁଦ୍ଧିରେ ନିଶ୍ଚିନ୍ତ ହୋଇ ରହିବା। ଶ୍ରେଷ୍ଠ ଆତ୍ମାମାନେ ପୂଜା ପାଆନ୍ତି। ବାବା କହିଦେଇଛନ୍ତି ବିଧିପୂର୍ବକ ପୂଜା ପାଉଛନ୍ତି। ଆମେ ବି ଏବେ
ଏଇ କଳି ଯୁଗରେ ଦେଖୁଛେ ଦେବୀ ଦେବତା ମାନଙ୍କର ମନ୍ଦିରରେ କେତେ ବିଧିବିଧାନରେ ପୂଜା ପାଠ ହେଉଛି, କେତେ ଭକ୍ତ ଆତ୍ମା ଯାଉଛନ୍ତି। କିନ୍ତୁ ଅନେକ ଧର୍ମାତ୍ମା ଆସିଛନ୍ତି, ସେମାନଙ୍କର ପୂଜା ପାଠ ଅପେକ୍ଷା ଦେବୀ ଦେବତାଙ୍କର ପୂଜା ପାଠ ଅଧିକ ହେଉଛି। ଯେତେ ଗୁରୁ ଗୋସାଇଁ ଯିଏ ଚାଲିଗଲା ପରେ କିଛି ଚେଲା ତାଙ୍କୁ ପୂଜା ପାଠ କରୁଛନ୍ତି। ଏତେ ତ ବିଧିବିଧାନ ଭାବରେ ଯେମିତି ଜଗନ୍ନାଥ ମନ୍ଦିରରେ ପ୍ରତିଦିନ 60 ପଉଟି ଭୋଗ ଲାଗୁଛି, ଲକ୍ଷ୍ମୀ ମନ୍ଦିରରେ କ'ଣ ହେଉଛି, ମାନେ ବିଧିବିଧାନ ଭାବରେ ଅନବରତ ପୂଜା ପାଠ ଚାଲିଛି, ସେମିତି ଅନ୍ୟ କାହାରି ହେଉନି। ତେଣୁ ଯିଏ ଯେତିକି ୟାଦ କରିଥିବ ତା ପାଇଁ ପୁଣି ବାବା ସୂତ୍ର ବତେଇଲେ, ଯିଏ ଯେତିକି ୟାଦ କରିବ ସେ ସେତିକି ୟାଦଗାର ହେବ। ବାବାଙ୍କୁ ଏଇ ସମୟରେ ଯିଏ ଯେତିକି ମନେ ପକେଇଛି, ଯିଏ ମନେ ପକେଇଲେ ତ ଆମର ବିକର୍ମ ବିନାଶ ହେବ, ଆତ୍ମା ପବିତ୍ର ହେବ, ଆତ୍ମା ସତ୍ତ୍ୱ ପ୍ରଧାନ ହେବ, ଦେବତା ହେବ। ଯିଏ ଯେତେ ଅଧିକ ମନେ ପକେଇଛନ୍ତି ସେ ସେତେ ଶ୍ରେଷ୍ଠ ଭାଗ୍ୟ ପାଇଛନ୍ତି, ସେ ପୁଣି ସେତିକି ସମସ୍ତଙ୍କ ମନରେ ସ୍ମୃତିରେ ଦେବତା ଭାବେ ରହି ପୂଜା ପାଉଛନ୍ତି। ତେଣୁ ଇଏ ସବୁ କେମିତି ମିଳୁଛି? ଏଇ ସଙ୍ଗମ ଯୁଗରେ ସ୍ୱୟଂ ପରମପିତା ପରମାତ୍ମା ଆସିଛନ୍ତି, ତାଙ୍କ ପରିଚୟ ପାଇ, ତାଙ୍କ ପ୍ରଦତ୍ତ ଜ୍ଞାନ ଶୁଣି, ତାଙ୍କର ମାର୍ଗଦର୍ଶନରେ ଚାଲି, ତାଙ୍କ ସହିତ ଯୋଗ ସ୍ଥାପନ କରି ପୁରୁଷାର୍ଥ କରିବା, କଲେ ହିଁ ଆମେ ଯାଇପାରିବା। ତେଣୁ ୟାଦଗାର ହେବା ପାଇଁ, ଅନ୍ୟ ମନରେ ସ୍ମୃତିରେ ରହିବା ପାଇଁ, ପୂଜ୍ୟ ହେବା ପାଇଁ ୟାଦ ହେଉଛି ତାର ଆଧାର। ଏଇଟା ଆମେ ମନେ ରଖିଲେ ଯେତେ ଭଗବାନଙ୍କ ସହିତ ଯୋଗଯୁକ୍ତ ହୋଇ ରହିବା ସେତିକି ଆମେ ଭଲରେ ରହିବା। ଭଗବାନ ହେଉଛନ୍ତି ଯେହେତୁ ଏତେ ଉଚ୍ଚତେ ଉଚ୍ଚ ଭଗବାନ, ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ, ସେ ସୃଷ୍ଟିର ରଚୟିତା। ତେଣୁ ତାଙ୍କ ସହିତ ଆମେ ସମ୍ପର୍କ ରଖିଲେ ଉଚ୍ଚ ପ୍ରାପ୍ତି ବି ଆମର ହେବ। ଯେତେ ବଡ଼ ଲୋକଙ୍କ ସହିତ ଆମେ ସମ୍ପର୍କ ରଖୁଛେ ଏଇ ଲୌକିକ ଦୁନିଆରେ, କିଏ କହୁଛି ମନ୍ତ୍ରୀ ମୋ ଭାଇ, ତାକୁ ବହୁତ ପ୍ରାପ୍ତି ହେଉଛି, ସିଏ କେତେ କ'ଣ ପାଇପାରୁଛି। ସେହିପରି ଭଗବାନ ହେଉଛନ୍ତି ସବୁଠୁ ଶ୍ରେଷ୍ଠ, ସବୁଠୁ ଉଚ୍ଚ। ତାଙ୍କ ସହିତ ଆମେ ଯଦି ସମ୍ପର୍କ ରଖୁଛେ ମାନେ ଆମ ପ୍ରାପ୍ତି ବି ସେଇଭଳି ହେଉଛି। ଆଉ ବ୍ରାହ୍ମଣ ଜୀବନର, ବର୍ତ୍ତମାନ ଆମେ ସମସ୍ତେ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ। ଏଇ ବ୍ରାହ୍ମଣ ଜୀବନର ଫାଉଣ୍ଡେସନ କ'ଣ? ଫାଉଣ୍ଡେସନ ହେଉଛି ପବିତ୍ରତା। ପବିତ୍ର ହେଉଛି ସୁଖ ଶାନ୍ତିର ଜନନୀ। ପବିତ୍ର ରହିଲେ ହିଁ ଆମେ ସୁଖ ଶାନ୍ତି ଆନନ୍ଦ ପାଇବା। ତେଣୁ ସବୁ ପ୍ରାପ୍ତିର ଚାବି ହେଉଛି ପବିତ୍ରତା। ତେଣୁ ସ୍ଲୋଗାନ ବି ଅଛି, ପବିତ୍ର ବନ ଯୋଗୀ ବନ। ପବିତ୍ର ହେଲେ ତୁମେ ଯୋଗ କରିପାରିବ, ବାବାଙ୍କ ସହିତ ଯୋଗ ଲାଗିବ। ତେଣୁ ଶ୍ରେଷ୍ଠ ହେଉଛି ସବୁଠାରୁ ପବିତ୍ର ଜୀବନ। ସେମିତି ବାବା ଏଇ କଥାଟାକୁ ଆଜି ବୁଝେଇ ଦେଲେ ଯେ ଆମେ ହୋଲି ପର୍ବ ପାଳନ କରିବା। ହୋଲି ପର୍ବ ପାଳନ କରିବାର ପୂର୍ବ ଦିନ କ'ଣ ହୁଏ? ହୋଲିକା ଦହନ ହୁଏ। ତାମାନେ ହୋଲିକା ଗୋଟେ ରାକ୍ଷସୀକି ଦହନ କରୁଛେ ମାନେ ଆମ ପାଖରେ ଯେତେ ଅବଗୁଣ ଅଛି ଆମେ ତାକୁ ଦହନ କରିବା। ବାବାଙ୍କ ସହିତ ଯୋଗ ଲଗେଇ ଯୋଗ ଅଗ୍ନିରେ ଆମର ପାପ ଭସ୍ମ କରୁଛେ, ତାକୁ କୁହାଯାଉଛି ହୋଲିକା ଦହନ। ମାନେ ତା ପୂର୍ବରୁ ଆମେ ସବୁ ଜିନିଷ, ସବୁ ବିକାର ସଂସ୍କାର, ବିକାର ବୁଦ୍ଧି ବିଚାର ସବୁକୁ ଦହନ କରିବା, ଛାଡ଼ିବା। ଯାହାକୁ ପୋଡ଼ା ହେଇଯାଉଛି ସିଏ ଆଉ ପୂର୍ବ ରୂପ ପାଉଛି କି? ପାଉନି। ପୋଡ଼ିଦେଲେ ମାନେ ଭସ୍ମ ହେଇଗଲା, ସେ ପୁରା ଅଲଗା ହେଇଗଲା। ସେହିପରି ଆମେ ଯାହାକୁ ଯେଉଁ ସଂସ୍କାର ବିଚାର ବିକାର ଯାହା ବି ଆମେ ପୋଡ଼ିଲେ ଦହନ କଲେ, ସିଏ ଆଉ ଫେରସ୍ତା ଆସିବନି। ବାବା ସେଇ କଥା କହୁଛନ୍ତି, ହୋଲି ପୂର୍ବ ଦିନ ହୋଲିକା ଦହନ ହେଲା ପରେ ତୁମେ ହୋଲି ହେଉଛ ମାନେ, ପବିତ୍ର ହେଉଛ ମାନେ ତୁମେ ସବୁ ଏସବୁ ବିକାର ଗୁଣକୁ ଦହନ କରିବ ପ୍ରଥମେ, ତାପରେ ହୋଲି ହେବ। ଯେମିତି ଆମର ହୋଲି ପାଳନ କରାଯାଉଛି, କେତେ ପ୍ରକାର ରଙ୍ଗ ଅଭିର ନେଇକି ଖେଳୁଛନ୍ତି। ଇଏ ତ ସ୍ଥୂଳ ଦୁନିଆରେ ସ୍ଥୂଳ ଜିନିଷ ନେଇକି
ଖେଳୁଛନ୍ତି। ବାବା ତାର ସୂକ୍ଷ୍ମ ରହସ୍ୟ ବୁଝେଇ ଦେଉଛନ୍ତି। ଆମେ ବିଭିନ୍ନ ପ୍ରକାର ରଙ୍ଗରେ ଖେଳିବା। କାହା ସହିତ ଖେଳିବା? ସତ୍ ସଙ୍ଗରେ ଖେଳିବା। ସତ୍ ହେଉଛନ୍ତି ଶିବ ବାବା। ଶିବ ବାବାଙ୍କ ସହିତ 7 ରଙ୍ଗରେ ଯେଉଁ ଖେଳିବା, ସେ 7 ରଙ୍ଗ କ'ଣ? ସୁଖ, ଶାନ୍ତି, ଆନନ୍ଦ, ପ୍ରେମ, ପବିତ୍ରତା, ଜ୍ଞାନ, ଗୁଣ, ଶକ୍ତି, ଇଏ ସବୁରେ ଭଗବାନଙ୍କ ସହିତ ଆମେ ଖେଳିବା। ବା ତାଙ୍କୁ ସେ ଆମ ପାଖରେ ଏଇ ରଙ୍ଗ ଲଗେଇ ଦେବେ। ତାଙ୍କ ସହିତ ଆମେ ଖେଳିଲେ, ତାଙ୍କ ସହିତ ଆମେ ହୋଲି ପାଳନ କଲେ, ସେ ଆମକୁ ଏଇ ରଙ୍ଗରେ ରଙ୍ଗେଇ ଦେବେ। ପୁଣି ରଙ୍ଗ ଖେଳ ବାସି ଦିନ ମିଳନ ହୁଏ, ବନ୍ଧୁ ମିଳନ। ଖେଳିବା ପରେ ଯେଉଁ ବନ୍ଧୁ ମିଳନ ହୁଏ, ତାର ଅର୍ଥ କ'ଣ? ମଙ୍ଗଳ ମିଳନ, ଶୁଭ ମିଳନ। ଭଗବାନଙ୍କ ସହିତ ଯେତେବେଳେ ଆମେ ପବିତ୍ର ହେଇଯିବା, ସତ୍ ସଙ୍ଗରେ ରଙ୍ଗେଇ ହେଇଯିବା, ସବୁଥିରେ ଆମେ ଭରପୁର ହେଇଯିବା, ପୁଣି ବାବାଙ୍କ ସହିତ ଆମର ମଙ୍ଗଳ ମିଳନ ହେଲା। ବାବା ଏଇସବୁର ରହସ୍ୟ ଆମକୁ ବୁଝେଇ ଦେଉଛନ୍ତି। ଜଳେଇବା ପରେ ପବିତ୍ର ହେଲେ ବୋଲି ଆମେ ଖୁସିରେ ଆନନ୍ଦରେ ରହୁଛେ। ମାନେ ବିକାର ଗୁଡ଼ାକୁ ଛାଡ଼ିଦେଲା ପରେ ତାପରେ ପ୍ରକୃତ ସତ୍ୟ, ଖୁସି, ଆନନ୍ଦ, ଅବିନାଶୀ ପ୍ରେମ, ସ୍ନେହ ସବୁ ମନରେ ଜାଗି ଉଠିବ। ବାବା ସେଇ କଥା ବୁଝେଇଲେ। ତେଣୁ ଏମିତି ଭାବନା ଯଦି ଆସିଲା ମନରେ, ସମସ୍ତଙ୍କୁ ସମସ୍ତେ ଆମେ ଆଶୀର୍ବାଦ ଦେଇ ଚାଲିବା। ଯେତେବେଳେ ପବିତ୍ର ହେଇଯିବା, ଆମେ ସବୁ ସତ୍ୱଗୁଣୀ ହେଇଯିବା, ଆମର ସ୍ୱଧର୍ମ ଜାଗରଣ ହେଇଯିବ, ଆମ ଆତ୍ମା ଜାଗ୍ରତ ହେବ, ଆମେ ପ୍ରକୃତ ଦୈବୀ ଗୁଣୀ ଆତ୍ମା ହେଇଯିବା। ସ୍ୱତଃ ସମସ୍ତଙ୍କୁ ଆମେ ଦୁଆଁ ଦେବା, ଆଶୀର୍ବାଦ ଦେବା। ବାବା କହୁଛନ୍ତି ତୁମେ ଦୁଆଁ ଦୋ ଦୁଆଁ ଲୋ, ମାନେ ଆଶୀର୍ବାଦ ଦିଅ, ଆଶୀର୍ବାଦ ନିଅ। ବେଳେବେଳେ এই ବିକାର ସଂସାରରେ, ରାବଣ ରାଜ୍ୟରେ ତୁମେ ଭଲ କାମ କଲେ ମଧ୍ୟ ଅନେକ ଲୋକ ଅଛନ୍ତି ଯାହାର ନିଜେ ବିକାରଗ୍ରସ୍ତ, ତା ମାନସିକ ବିକୃତି ରହିଛି। ସେ ପ୍ରକୃତରେ ଭଲ ମନ୍ଦ ଜାଣିପାରୁନି, କାହାର ବିଶେଷତା ଦେଖୁନି, ତାର ଅବଗୁଣ ଦେଖିବାରେ ସବୁବେଳେ ଲାଗି ପଡ଼ିଛି। ସେଇ ଲୋକମାନେ ଦରକାର ପଡ଼ିଲେ ତୁମକୁ ଆଶୀର୍ବାଦ ଦେବା ବଦଳରେ ଅଭିଶାପ ଦିଅନ୍ତି। ବାବା କହୁଛନ୍ତି ଦୁଆଁ ଦୋ ଦୁଆଁ ଲୋ, ମାନେ ଆଶୀର୍ବାଦ ଦେଇ ଚାଲ, ଆଶୀର୍ବାଦ ନିଅ। କିନ୍ତୁ ଯଦି କିଏ ତୁମକୁ ଅଭିଶାପ ଦେଲା, ତୁମେ ତାକୁ ଗ୍ରହଣ କର ନାହିଁ। ସେତିକି ବେଳେ ଆମେ ବିଚାର କରିବା, ମୁଁ ଠିକ୍ ଅଛି, ମୋ କାମ ଠିକ୍ ଅଛି, କିନ୍ତୁ ତାର ଯେହେତୁ ଆସୁରୀ ପ୍ରକୃତି, ତେଣୁ ସେ ଅଭିଶାପ ଦେଉଛି, ସେ ଜିନିଷ ମୁଁ ଗ୍ରହଣ କରିବି ନାହିଁ। ବାବା ପୁଣି କହୁଛନ୍ତି ଯେ ସୁଖ ଦିଅ, ସୁଖ ନିଅ। ମାନେ ସୁଖ ତ ଆମେ ଦେବା ନିଶ୍ଚୟ, ସୁଖ ନେବା କେମିତି? ଯଦି ତୁମକୁ କିଏ ଦୁଃଖ ଦେଉଛି, ଅନେକ ଅଛନ୍ତି କଣ୍ଟା ପରି ଫୋଡ଼ିବେ। ଫୁଲ ସିନା ବାସ୍ନା ହେଉଛି, ସେ ସମସ୍ତଙ୍କୁ ନିଜ ଆଡ଼କୁ ଟାଣୁଛି, ସ୍ନେହ ପ୍ରେମରେ ବାନ୍ଧିକି ରଖୁଛି, କିନ୍ତୁ କଣ୍ଟାର ପ୍ରକୃତି କ'ଣ? ବାଜେ ନ ବାଜେ ସିଏ ପାଖକୁ ଗଲା ମାନେ ସେ ଫୋଡ଼ିଦେବ, କଷ୍ଟ ଦେବ। ସେମିତି ଅନେକ ଆତ୍ମା ଅଛନ୍ତି, ସେମାନେ ଦୁଃଖ ଦେବାକୁ ଭଲ ପାଆନ୍ତି, ତାଙ୍କର ସେଟା ପ୍ରକୃତି। ସେ ଯାହା ସାଥିରେ କଥା କହିବେ, ଯାହା ସାଥିରେ ମିଶିବେ, ତାଙ୍କୁ କ'ଣ ନା କ'ଣ ଗୋଟେ ଦୁଃଖ ଦିଆ କଥାଟିଏ କହିବେ। ତେଣୁ ବାବା କହୁଛନ୍ତି ତୁମର ସେଥିରେ କିଛି ନାହିଁ, ତୁମେ ସେ କଥାଟାକୁ କେବଳ ଗ୍ରହଣ କରନି। ଆକ୍ସେପ୍ଟ, ଆଭଏଡ଼, ଦୁଇଟା ୱାର୍ଡ଼କୁ ବାବା ସବୁବେଳେ ବୁଝେଇ ଦିଅନ୍ତି। ଆମେ ଦେଖିଲେ ଏଇଟା ଦୁଃଖଦାୟୀ କଥା, ଆମେ ତାକୁ ଗ୍ରହଣ କରିବା ନାହିଁ। ତେଣୁ ବଦଦୁଆ କାହାକୁ ଦେବାନି, ବଦଦୁଆ କିଏ ଦେଲେ ଆମେ ନେବାନି। ବଦଦୁଆ ଯିଏ ଦିଅନ୍ତି ସେ ନିଜେ ନିଶ୍ଚିତ ଭାବରେ ଦୁଃଖୀ ଅଶାନ୍ତ ଆତ୍ମାଟିଏ ହେଇଥିବ। ଯାହା ପାଖରେ ଯାହା ଅଛି ସେ ତାହା ହିଁ ଦିଏ ବୋଲି ଭଗବାନ କୁହନ୍ତି, ବା ସତ କଥା। ତାପରେ ଆମେ ଦୃଢ଼ତା ହେଉଛି, ଦୃଢ଼ରେ ଆମେ ପ୍ରତିଜ୍ଞା କରିବା। କ'ଣ ପ୍ରତିଜ୍ଞା କରିବା? ଯେ ସୁଖ ଦେବା, ସୁଖ ନେବା, ଧୂଆଁ ଦେବା, ଧୂଆଁ ନେବା। ଏଟାକୁ ଆମେ ପ୍ରତିଜ୍ଞା କରିବା ମନରେ, ଦୃଢ଼ ସଂକଳ୍ପ ରଖିବା ମନରେ। ବାବା ଏମିତି ବହୁତ କଥା କୁହନ୍ତି, ମଝିରେ ମଝିରେ କୁହନ୍ତି
ହାତ ଟେକ। ପ୍ରକୃତରେ ତମେ ଦୃଢ଼ରେ ରହିବ ତ ଦୁଆଁ ଦବ, ଦୁଆଁ ନବ, ସୁଖ ଦେବ, ସୁଖ ନେବ କୁହନ୍ତି। ବାବା ବି ସେମିତି ପ୍ରଶ୍ନ ପଚାରିଲେ, ହାତ ଟେକ। ଅନେକ ଆତ୍ମା ହାତ ଟେକିଲେ। ବାବା କହିଲେ, ଏ ସ୍ଥୂଳ ହାତ ତ ଟେକିଦେଲ, କିନ୍ତୁ ପ୍ରକୃତରେ ସୂକ୍ଷ୍ମରେ, ମନରେ, ବୁଦ୍ଧିରେ ନିଶ୍ଚୟ ହେଲ ତ? ପ୍ରତିଜ୍ଞା ନେଲ ତ ଏମିତି ଆଉ କରିବନି ବୋଲି? ସବୁବେଳେ ସେମିତି ଅବସ୍ଥାରେ ରହିବ ନା କେବେ କେବେ ସେମିତି ରହିବ? କେତେବେଳେ ଦରକାର ପଡ଼ିଲେ, ମନ ଯଦି କେତେବେଳେ ଇତସ୍ତତ ହେଇଗଲା, ବାବାଙ୍କ ଠାରୁ ମନ ହଟିଗଲା ବା ଯୋଗଯୁକ୍ତ ଅବସ୍ଥାରେ ନାହଁ, ଏ ବିକାରୀ ସଂସ୍କାର 63 ଜନ୍ମର ପୁରୁଣା ସଂସ୍କାର କେତେବେଳେ ମନ ଭିତରେ ପଶି ଯାଉଛି, ସେଇ ସମୟରେ ଏ କଥାକୁ ଭୁଲିଯିବନି ତ? ବାବା ପଚାରୁଛନ୍ତି। କିନ୍ତୁ ପିଲାମାନେ ଖୁସିରେ କହୁଛନ୍ତି, ନାଇଁ ନାଇଁ ଆମେ ଭୁଲିବୁନି, ଆମେ ପାଳିବୁ। ବାବା ସବୁବେଳେ କହୁଛନ୍ତି, ଦୃଢ଼ତା ହେଉଛି ସଫଳତାର ଚାବି। ତୁମର ସେଇ ସଫଳତାର ଚାବିକୁ ମାୟା ଚୋରି କରି ନେଉନି ତ? ବାବା ପଚାରୁଛନ୍ତି। ସବୁବେଳେ ଭାବିବ, ମୋତେ କରିବାର ଅଛି, ମୁଁ ନିଶ୍ଚୟ କରିବି। ମୁଁ ଏମିତି କଳ୍ପ କରି ଆସିଛି, ମୋର ଏଇ କାମଟା ହେଇଯାଇଛି। କାରଣ ପୂର୍ବକଳ୍ପରେ ବି ମୁଁ ଏମିତି ବାବାଙ୍କ ଠାରୁ ଶୁଣୁଥିଲି, ଏମିତି ଯୋଗ କରୁଥିଲି, ଏମିତି ମୁଁ ଭଲ ବାଟରେ ଚାଲୁଥିଲି, ଦୁଆଁ ଦେଉଥିଲି, ସୁଖ ଦେଉଥିଲି, ସୁଖ ନେଉଥିଲି। ଏଗୁଡ଼ାକ ମୋର ପୂର୍ବରୁ ମୋର ଅଭ୍ୟାସ ଅଛି। ମଝିରେ ରାବଣ ହାବୁଡ଼େ ପଡ଼ି ମୁଁ ଟିକେ ଭୁଲି ଯାଇଥିଲି। ଏବେ ବାବା ମୋତେ ସ୍ମରଣ କରେଇକି ପୁଣି ମୋତେ ପକ୍କା କରେଇ ଦେଲେଣି। ଏମିତି ଯଦି ସବୁବେଳେ ଭାବିବ, ତାହେଲେ ତୁମେ କରିପାରିବ। ଆମେ ସେମିତି ଭାବିବା ଯେ ମୁଁ ପୂର୍ବକଳ୍ପରେ କରିଛି, ଏଇ କଳ୍ପରେ ନିଶ୍ଚୟ କରୁଛି, କରିବି, ଆଉ ମୋ କାମ ଯେମିତି ହେଇଯାଇଛି, ନିଶ୍ଚୟ ବୁଦ୍ଧିରେ ଭାବିବା। ଗଲତି କିଏ କରୁଛି? ଗଲତି ଆମେ ନିଜେ କରୁଛେ। ଯାହା ବାବା କହୁଛନ୍ତି ସେଇ ବାଟରେ ଯଦି ନ ଚାଲୁଛେ, ତାହେଲେ ଗଲତି ହେଇଯାଉଛି। ଗଲତି କଲେ ଇଏ ବନାୟା ଡ୍ରାମା ଆଗରୁ ହେଇଛି, ହେଉଛି, ଯାହା ହେଇଛି ରିପିଟ୍ ହେଉଛି, ଆକୁରେଟ୍ ରିପିଟ୍ ହେଉଛି, ସେଥିରେ କିଛି ଅସୁବିଧା ନାହିଁ। ଥରେ ଜୀବନରେ ଏମିତି କେତେ ଥର ମୁଁ କରିଛି, ଆଉ ମୋତେ ମୁସ୍କିଲ କ'ଣ? ଏଇ କଥା ଯଦି ମନ ଭିତରେ ରଖିବା, କରିଥିବା କାମଟାକୁ ପୁଣି ମୁଁ ରିପିଟ୍ କରୁଛି, ତାହେଲେ ମୁସ୍କିଲ ଲାଗିବ ନାହିଁ। ନିଶ୍ଚୟ ବୁଦ୍ଧିରେ ବିଜୟ ହୁଏ। ତେଣୁ ଏଇ କଥା ଗୁଡ଼ାକ ଯଦି ଆମେ ମନରେ ନିଶ୍ଚୟ ବୋଲି ଭାବିଦେବା ଯେ ମୁଁ ନିଶ୍ଚୟ କରିଛି, ତାହେଲେ ଆମର ବିଜୟ ନିଶ୍ଚୟ ହେବ। ଆମେ ସେମିତି ନିଶ୍ଚୟ କରିପାରିବା, କରୁଛେ ମଧ୍ୟ। ବାବା ଆମକୁ ତ ଦୟା କରୁଛନ୍ତି, ଦୟା ସାଥିରେ ତାଠୁ ଅଧିକ ପ୍ରେମ କରୁଛନ୍ତି, ସ୍ନେହ କରୁଛନ୍ତି। ଏଇଟା ଆମେ ଅନୁଭବ କରୁଛେ। ସିଏ ସର୍ବଶକ୍ତିମାନ, ଆମେ ତାଙ୍କ ସହିତ ରହିଛେ କମ୍ବାଇଣ୍ଡ ସ୍ୱରୂପରେ। ମାନେ ମୋ ସହିତ ସବୁବେଳେ ଭଗବାନ ଅଛନ୍ତି, ମୋ ସାଥିରେ ରହିଛନ୍ତି। ସିଏ ତ ସର୍ବଶକ୍ତିମାନ। ଯଦି ସର୍ବଶକ୍ତିମାନ ମୋ ସାଥିରେ ଅଛନ୍ତି, ମୁଁ ମାଷ୍ଟର ସର୍ବଶକ୍ତିମାନ, ମୋତେ କ'ଣ ଅସୁବିଧା? ମୋର କାହିଁକି ହେଇପାରିବନି? ଯାହାର ସ୍ୱୟଂ ଭଗବାନ ସାହା, ତାହେଲେ କ'ଣ ମୋ ପାଇଁ ଅସୁବିଧା? ଏଇ କଥାଟା ଆମ ମନରେ ବାର ବାର ଉଠୁଛି, ଉଠିବା ଉଚିତ। ଏମିତି ଭାବିଲେ ହିଁ ଆମେ ଆଗକୁ ବଢ଼ିବା। ଦେଖନ୍ତୁ, ବାବା ଆସିଛନ୍ତି ପରମଧାମରୁ ଏଇ ସଙ୍ଗମ ଯୁଗରେ। କାହିଁକି ଆସିଛନ୍ତି? ଆସିଛନ୍ତି ଆମର ସହଯୋଗୀ ହେଇ, ଆମକୁ ସହଜ ରାସ୍ତା ଦେଖେଇ, ସହଜରେ ଶାନ୍ତିଧାମକୁ ନେଇ ପୁଣି ସ୍ୱର୍ଗ ରାଜ୍ୟ ଦେବା ପାଇଁ। ତେଣୁ ବାବା ଯେତେବେଳେ ଆସିଛନ୍ତି ଏତେ ଦୂରରୁ ଆମ ପାଇଁ, ସନ୍ତାନମାନଙ୍କର ଦୁଃଖ ଦେଖିକି ଆସିଛନ୍ତି, ଆମେ ସେ ବାବାଙ୍କ ସାଥିରେ ହିଁ ଚାଲିବା। ଆମ ପାଇଁ ଆସିଛନ୍ତି ନା। ଏବେ ବି କ'ଣ ଏ ସଂସ୍କାର ଅଛି ମୋର? ଏଇ କଥାଟା ସବୁବେଳେ ମନେ ପକେଇବା। ମୁଁ ତ ବାବାଙ୍କ ସାଥିରେ ଏତେ କଥା, ବାବାଙ୍କ ଠାରୁ ଏତେ କଥା ଶୁଣୁଛି, ଏତେ କଥା ଏତେ ଦିନ ରହିଲିଣି, ପୁଣି କ'ଣ ସେଇ ପୁରୁଣା ସଂସ୍କାରକୁ ମୋ ପାଖରେ ରଖିବି? ନା, ବାବା ମନା କରିଛନ୍ତି, ଦିନକୁ ଦିନ ତୁମେ ଶୁଦ୍ଧ ପବିତ୍ର ଆତ୍ମା ହୁଅ, ତୁମେ ସଂସ୍କାରୀ ହୁଅ, ସୁସଂସ୍କାରୀ ହୁଅ, ଦୈବୀ ଗୁଣ ଧାରଣ କର, ତାହା ହେଲେ ଯାଇକି ସାଥିରେ ଯିବ ନା। ତେଣୁ ଏଇ କଥା ଗୁଡ଼ାକ ବାର ବାର ଆମେ ମନେ ପକେଇବା। 63 ଜନ୍ମ ହେଲାଣି ଆମେ ଭକ୍ତି ମାର୍ଗରେ ଚାଲି
ଅନେକ ଧୋକା ଖାଇଛେ। ମାନେ ସବୁବେଳେ ପୂଜା ପାଠ ଇଏ ସବୁରେ ମନ ଦେଇ କେବଳ ଫୁଲ ତୋଳିବା ଧୂପ ଏଇସବୁ ଯେଉଁ କାମରେ ମନ ଦେଇ ଆମେ ସୂକ୍ଷ୍ମରେ ଭଗବାନଙ୍କ ସହିତ ଯୋଗଯୁକ୍ତ ଅବସ୍ଥାରେ ରହିନାହିଁ। ସେଇଥିପାଇଁ ବାବା କହୁଛନ୍ତି ତମେ ତ ଅନେକ ମେହନତ କରିଛ, ଅନେକ ପରିଶ୍ରମ କରିଛ, ଭକ୍ତିରେ କେତେ ଧକ୍କା ଖାଇଛ। ଏବେ କେବଳ ମୋହବତ କର, ମୋତେ ପ୍ୟାର କର, ସ୍ନେହରେ ଲଭଲିନ୍ ହେଇଯାଅ। କିଛି ଦରକାର ନାହିଁ ମୋତେ ଫୁଲ ପୂଜା ପାଠ ଫଳ ମୂଳ କିଛି ଦରକାର ନାହିଁ। ତୁମେ କେବଳ ମୋତେ ପ୍ୟାର କର, ମୋ ସାଥିରେ ଲଭଲିନ୍ ଅବସ୍ଥାରେ ରହ। ବାବା କହୁଛନ୍ତି ଯେଉଁଠି ମୋହବତ ଅଛି ସେଇଠି ମେହନତ ଲାଗିବନି। ଆମେ କେବଳ ବାବାଙ୍କୁ ଭଲ ପାଇବା। ଭଲ ପାଇଲେ ଆମେ ସହଯୋଗୀ ହେଇଯିବା। ବାବା ପୁଣି ଆମ ପାଇଁ ଉପହାର ଆଣିଛନ୍ତି ନା। କ'ଣ ଉପହାର? ସେ ହାତରେ ସ୍ୱର୍ଗ ନେଇକି ଆସିଛନ୍ତି, ଆମକୁ ସ୍ୱର୍ଗ ଦେବେ। ତେଣୁ ଏଡ଼େ ବଡ଼ ଉପହାର ଆମ ପାଇଁ ନେଇକି ଆସିଛନ୍ତି, ଆମେ ତାକୁ କେମିତି ମିସ୍ କରିବା? ତେଣୁ ବାବା ଯାହା କହୁଛନ୍ତି ସେଇ ଅନୁଯାୟୀ ଆମେ ଚାଲିବା। ସ୍ୱର୍ଗ ଆଣିଛନ୍ତି, ରାଜ୍ୟ ଭାଗ୍ୟ ଦେବେ। ତେଣୁ ବାବାଙ୍କୁ ଆଉ ଏଇ ମନେ ପକାଇବାଟା ଆମର ଆଉ କଷ୍ଟକର କାମ ନୁହେଁ, ମୁସ୍କିଲ କାମ ନୁହେଁ। ଇଏ ଆମର ଯେତେବେଳେ ମନରେ ସ୍ନେହ ପ୍ରେମ ବାବାଙ୍କ ପ୍ରତି ଆସିଯାଉଛି, ଇଏ ହେଉଛି ମୋହବତର କଥା। ଲଭଲିନ୍ ହେବା, ମେହନତ ବାବାଙ୍କୁ ଭଲ ଲାଗୁନି। ଆମେ ଯଦି କହିବା ବାବା ମନେ ପକାଇବାଟା ମୋତେ ବହୁତ କଷ୍ଟ ହେଉଛି, ମୁଁ ମନେ ପକାଇ ପାରୁନାହିଁ, ତାହେଲେ ଏଇଟା ଭୁଲ କଥା। ବାବା ସେଇ କଥା କହୁଛନ୍ତି। ତେଣୁ ବାବାଙ୍କୁ ମନେ ପକାଇବା ପାଇଁ କେବଳ ସ୍ନେହର ଆବଶ୍ୟକତା ଅଛି। ବାବା କହିଲେ ଜଳେଇ ଦେଲେ ଯେମିତି ଜିନିଷର ନାମ ନିଶାନ ରହୁନି, ମାନେ କ'ଣ ଜଳେଇ ସାରିଲା ପରେ ସେଟା କ'ଣ ଜିନିଷ ତାକୁ କେହି ଜାଣିପାରନ୍ତି କି? କେହି ଜାଣିପାରନ୍ତିନି। ସେମିତି ତୁମେ ତୁମର ସବୁ ଅପବିତ୍ର ଖରାପ ଗୁଣକୁ ତ୍ୟାଗ କରିଦିଅ। ସତ ଯେମିତି ଜଳେଇ ଦେଇଛ ତାକୁ ଆଉ କେବେ ହେଲେ ମନରେ ବି ଆଣ ନାହିଁ। ତାହା ହେଲେ ଯାଇକି ତୁମେ ଆନନ୍ଦରେ ରହିପାରିବ, ଖୁସିରେ ରହିପାରିବ। ସବୁବେଳେ ସେ ଗୋଟିଏ କଥା ହେଇଯାଇଛି, ମୁଁ ଏଇଟା ବାର ବାର କରିଛି, ମୋର ଇଏ ପୁରୁଣା ଅଭ୍ୟାସ ଅଛି, ମୁଁ ଖୁବ୍ ସହଜରେ ବାବାଙ୍କ ଶ୍ରୀମତରେ ଚାଲିପାରିବି। ଏଇଟା ନିଶ୍ଚୟ ବୁଦ୍ଧିରେ ଗ୍ରହଣ କର। ବାବା ସବୁବେଳେ ଯେତେବେଳେ ମଙ୍ଗଳ ମିଳନ ହୁଏ ନା, ବାବା ଆସନ୍ତି, ସେ ସବୁବେଳେ ପଚାରନ୍ତି, ନୂଆ ନୂଆ ପିଲାମାନଙ୍କୁ ପଚାରନ୍ତି, ସେମାନଙ୍କୁ ବିଶେଷ ଭାବରେ ଧନ୍ୟବାଦ ଦିଅନ୍ତି। ସେ କହିଲେ ଲାଷ୍ଟ ସୋ ଫାଷ୍ଟ, ଯିଏ ପଛରେ ଆସିଛ ମନ ଦୁଃଖ କରନି। ତୁମେ ଯଦି ଅଧିକ ପୁରୁଷାର୍ଥ କରିବ, ତୁମେ ଲାଷ୍ଟରେ ଥାଇକି ବି ଫାଷ୍ଟକୁ ଯାଇପାରିବ। ଏକଥା ଶୁଣିକି ଫାଷ୍ଟରେ ଯେଉଁମାନେ ଆସିଛନ୍ତି ତାଙ୍କ ମନ ଖରାପ ହେଇଯିବ। ତେଣୁ ବାବା କହିଲେ ଫାଷ୍ଟରେ ଯିଏ ଆସିଛନ୍ତି ସିଏ ବି ଆହୁରି ଫାଷ୍ଟକୁ ଯାଇପାରିବେ। ପୁରୁଷାର୍ଥ ଅନୁସାରେ ଯିବା କଥା। କାହିଁକି ନା ପଦବୀ ଏପର୍ଯ୍ୟନ୍ତ ପୂରଣ ହେଇନାହିଁ, ପରୀକ୍ଷା ହୋଇନାହିଁ। ତେଣୁ ମେନ୍ ପରୀକ୍ଷା ହେଇନି, ଏବେ ରେସ୍ ଚାଲିଛି, ଆଗକୁ ଚାଲ। ତାପରେ ବାବା VIP ମାନେ ଯେତେବେଳେ ଆମର ବାବାଙ୍କ ସହିତ ମିଳନ ହୁଏ, ଅନେକ VIP ଯାଆନ୍ତି। ବାବା ସେମାନଙ୍କୁ କହୁଛନ୍ତି ଯେ ତୁମେ ତ ଏବେ VIP ଅଛ, କିନ୍ତୁ VVIP ହବ। ମାନେ ଏଇ ଯେଉଁ ସାଧାରଣ ମନ୍ତ୍ରୀ ହୁଅନ୍ତୁ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ପ୍ରଧାନମନ୍ତ୍ରୀ ହୁଅନ୍ତୁ, ରାଷ୍ଟ୍ରପତି ହୁଅନ୍ତୁ, ଯିଏ ହୁଅନ୍ତୁ, କଳି ଯୁଗରେ ଯିଏ ସବୁ ପୋଷ୍ଟ ପୋଜିସନରେ ଅଛନ୍ତି, ତାଙ୍କଠୁ ବହୁ ଗୁଣରେ ଦେବୀ ଦେବତା ଉଚ୍ଚ ସ୍ଥାନରେ ଅଛନ୍ତି। ତେଣୁ VVIP ହେବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି। ବାବାଙ୍କ ପରିଚୟ ପାଇ ବାବାଙ୍କ ଜ୍ଞାନରେ ଚାଲିବାକୁ ବି କହିଛନ୍ତି। ବାବା କହୁଛନ୍ତି 3ଟା ଧନ ଆମ ପାଖରେ ଜମା ରହିବ। କ'ଣ ହେବ? ପୁରୁଷାର୍ଥର ପ୍ରତ୍ୟକ୍ଷ ଫଳ ପାଇବା, ପୁରୁଷାର୍ଥ କରିବା। ଆଉ ଗୋଟିଏ ହେଲା ସଦା ସନ୍ତୁଷ୍ଟ ରହିବା। ଆମେ ନିଜେ ସନ୍ତୁଷ୍ଟ ରହିବା, ଆମ ସାଥିରେ ଯିଏ ଚଳୁଛନ୍ତି ତାଙ୍କୁ ବି ଆମେ ସନ୍ତୁଷ୍ଟ କରିକି ରଖିବା। ଆଉ ଗୋଟିଏ ହେଲା ଯଦି ଆମେ ସନ୍ତୁଷ୍ଟ ରହିବା, ତାହେଲେ ଆମେ ସମସ୍ତଙ୍କୁ ଆଶୀର୍ବାଦ ଦେଇପାରିବା, ଆଉ ସୁଖ ଦେଇପାରିବା। ଆମ ପାଖରେ ଅନେକ ଜମା ହେବ। ଯାହା ଦବା ତାକୁ ତ ଜମା କଲେ ଦବା ନା। ତେଣୁ ଆମେ ଦୁଆଁ ଦେଲେ ଦୁଆଁ ପାଇବା, ଆମ ପାଖରେ ଆସିକି ଜମା ହେବ। ତେଣୁ ବାବା ସେଥିପାଇଁ କହିଲେ ସବୁବେଳେ ସନ୍ତୁଷ୍ଟ ରହିବା ଆଉ ଦୁଆଁ ଦେବା। ଏମିତି ହେଇକି 3ଟା କଥା, ପୁରୁଷାର୍ଥ କରିବା, ସନ୍ତୁଷ୍ଟ ରହିବା, ଦୁଆଁ ଦେବା, ସୁଖ ଶାନ୍ତି ଦେବା।
ତାହେଲେ ତାର ବିଧି କ'ଣ? ସନ୍ତୁଷ୍ଟ ରହିବା ପାଇଁ ଆମେ ପ୍ରଥମେ ସନ୍ତୁଷ୍ଟ ଅନ୍ୟକୁ କରିବା ପାଇଁ ପ୍ରଥମେ ଆମେ ସନ୍ତୁଷ୍ଟ ରହିବା ଦରକାର। ତେଣୁ ନିଜେ ଯେତେବେଳେ ଆମେ ସମ୍ପୂର୍ଣ୍ଣ ହେଇଯିବା, ସବୁ ଗୁଣରେ ସମ୍ପୂର୍ଣ୍ଣ ହୋଇଯିବା, ଭରପୁର ହେଇଯିବା, ଅଟୋମେଟିକ୍ ଆମେ ସନ୍ତୁଷ୍ଟ ହେବା। ମାନେ କେମିତି ଭରପୁର ହେବା? ଜ୍ଞାନ, ଗୁଣ, ଶକ୍ତି, ପ୍ରେମ, ସ୍ନେହ, ଯିଏ ଯାହା ଯେମିତି ଚାହୁଁଛି ତାକୁ ଏତିକି ଖୁସି ଆନନ୍ଦ କେମିତି ବାଣ୍ଟି ପାରିବା? ନିଜେ ସେଥିରେ ସବୁଥିରେ ଭରପୁର ହେବା ବାବାଙ୍କ ଠାରୁ ଆଣିକି। ବାବା କହିଲେ ତୁମର ଯେତେବେଳେ ବେହଦ ସ୍ଥିତି ହେଇଯିବ, ମାନେ ଆଉ ଡଗମଗ ହବନି, ତାହେଲେ ତୁମ ସେବା ବେହଦ ସେବା ହେବ। ବେହଦ ସ୍ଥିତି ହେଲେ ବେହଦ ସେବା ହେବ। ମୁଁ ମୋର, ଏଇ ଦୁଇଟା ଶବ୍ଦକୁ ମନରୁ ଭୁଲିବାକୁ ପଡ଼ିବ। ମୁଁ ମୋର କହିଲେ ଆଉ ନିମିତ୍ତ ଭାବ ଆସିବନି। କରୁଛନ୍ତି ବାବା, କରଉଛନ୍ତି, ମୁଁ କରୁଛି, ଏଇ ଭାବ ରଖିଲେ ମାନ, ସାନ, ଅପମାନ କୌଣସି କଥାରେ ମନ ଦୁଃଖ ହେବ ନାହିଁ। କେବେ ଆମେ ଏଥିପାଇଁ କାହାକୁ ମାଗିବାନି ମୋତେ ମାନ ସମ୍ମାନ ଦରକାର। ଯଦି ଆମେ ନିଜେ ଭଗବାନଙ୍କର ପ୍ରିୟ ହେଇପାରିବା, ଆମକୁ ସବୁ ଆପେ ଆପେ ମିଳିବ। ତେଣୁ ଇଚ୍ଛା ମାତ୍ରମ୍ ଅବିଦ୍ୟା, କୌଣସି କଥାରେ ଇଚ୍ଛା ରଖିବାନି। ସେ ତ ମନକୁ ମିଳିବ ସମ୍ପୂର୍ଣ୍ଣ ହେଇଗଲା ପରେ। ଆଉ ଜମା ଖାତା ସବୁବେଳେ ପୁଣ୍ୟ ଖାତା ଜମା କରିବା। ଯେତେ ଭଲ କାମ କରୁଛେ ଆମ ଖାତାରେ ଜମା ହେଉଛି। ଆଉ ହଦର ଯେତେ ଇଚ୍ଛା ଆମେ ରଖିବାନି। ଏଇ ଧନ ସମ୍ପତ୍ତି, ପୁଅ ଝିଅ, ଘର ଦ୍ୱାର, ଇଏ ସବୁ ହଦର ଇଚ୍ଛା। ଏସବୁ ଜିନିଷ ଆମ ମନରେ ରହିବନି। ରହିଲେ ଦୁଃଖ ବଢ଼ିବ। ଜ୍ଞାନ ସୂର୍ଯ୍ୟ ହେଇ ବାବା କହୁଛନ୍ତି ତୁମେମାନେ ମାଷ୍ଟର ଜ୍ଞାନ ସୂର୍ଯ୍ୟ। ନିଜକୁ ଅନୁଭବ କର। ସେଇ ଅନୁଭବ କରି ଯେମିତି ସୂର୍ଯ୍ୟ କିରଣ ଚାରିଆଡ଼େ ଫେଲଉଛନ୍ତି, ପଡ଼ୁଛି, ସେମିତି ତୁମ ପାଖରେ ଯେଉଁ ଜ୍ଞାନ ରହିଲା, ଜ୍ଞାନ, ସ୍ନେହ, ପ୍ରେମ, ସୁଖ, ଶାନ୍ତି ଯାହା ରହିଲା, ସେଇ କିରଣ ଚାରିଆଡ଼େ ବିଚ୍ଛୁରିତ କର ବା ବାୟୁମଣ୍ଡଳରେ ପ୍ରକମ୍ପନ ସୃଷ୍ଟି ହେଉ। ତାକୁ ମନସା ବାଚା କର୍ମଣା ସବୁଥିରେ ଅନ୍ୟକୁ ଦେଇ ଚାଲ, ବାବା କହିଲେ। ପୁଣି କ'ଣ ସେଥିରେ କ'ଣ ଆମର ଲାଭ? ଯେ ଆମେ ସୁଖ ଶାନ୍ତିର ଲହର ଦେଲେ ସମସ୍ତେ ସୁଖ ଶାନ୍ତିରେ ରହିବେ। ଆମ ସହିତ ଯିଏ ମିଶିଲେ, ଆମ ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ, ପୁଅ ଝିଅ, ପରିବାର ଯିଏ ଅଛନ୍ତି, ସମସ୍ତେ ସ୍ୱତଃ ଖୁସିରେ ଆନନ୍ଦରେ ରହିବେ। ନିଜେ ମେହନତ କରିବା ଦରକାର ନାହିଁ, କି ଅନ୍ୟକୁ ବି କିଛି ପରିଶ୍ରମ କରିବାକୁ କହିବା ଦରକାର ନାହିଁ। ଯେତେବେଳେ ସ୍ନେହ ପ୍ରେମ ମନରେ ଭଗବାନଙ୍କ ପ୍ରତି ଆସିଯିବ, ଆଉ ସ୍ନେହରେ ତ କୌଣସି କଷ୍ଟ ଲାଗିବନି ନା। ତେଣୁ ସମସ୍ତଙ୍କ ମନରେ ଏମିତି ଭାବ ଆସୁ, ସେ ଭଗବାନଙ୍କୁ ଚିହ୍ନନ୍ତୁ, ଭଗବାନଙ୍କ ପ୍ରତି ଆକର୍ଷିତ ହୁଅନ୍ତୁ। ବାବା ସେଇ କଥା କହିଲେ। ବେଶୀ ସମୟ କଥା କହିବା ଦରକାର ନାହିଁ। ଖାଲି ବାଣୀ, ବାବାଙ୍କର ମହାବାକ୍ୟ ସବୁଦିନ ଆମେ ଶୁଣୁଛେ, ତାକୁ ଆମେ ପୁଣି କହୁଛେ। ଖାଲି ବାଣୀ ଶୁଣେଇଲେ କିଛି ମୂଲ୍ୟ ନାହିଁ। ବାଣୀଟା କାନ ପର୍ଯ୍ୟନ୍ତ ଗଲା, ମନ ପର୍ଯ୍ୟନ୍ତ ଦରକାର ପଡ଼ିଲେ ଯାଉନି। ଆଉ ଯଦି ବା ଯାଉଛି, ପୁଣି ପଛରେ ପୁଣି ତାର କିଛି ମୂଲ୍ୟ ରହୁନି, ସେ ଭୁଲି ଯାଉଛନ୍ତି। କିନ୍ତୁ ଆମ ଜୀବନରେ, ପ୍ରତ୍ୟକ୍ଷ ଜୀବନରେ, ଆମ ଚଳଣୀରେ, ଆମ ଭାଷାରେ, ଆମ ବୋଲିରେ, କଥାରେ, ସବୁଥିରେ ଯଦି ବାବାଙ୍କର ମର୍ଯ୍ୟାଦା ଜିନିଷଟା ଆମ ପାଖରେ ପ୍ରସ୍ଫୁଟିତ ହେବ, ତାହେଲେ ଅନ୍ୟମାନେ ଆମକୁ ଦେଖି ଶିଖିବେ, ବୁଝିବେ, ଅନୁଭବ କରିବେ। ତେଣୁ ସବୁବେଳେ ନିମିତ୍ତ ହିସାବରେ କାମ କରିବା, ନିର୍ମାଣ ଚିତ୍ତରେ କାମ କରିବା, ନିର୍ମାଣ ହୋଇ କାମ କରିବା। ନିର୍ମାଣ ମାନେ ମନରେ କେବେ ହେଲେ ମାନ ସମ୍ମାନ ପ୍ରତି ତ ଆଶା ରହିବନି, କି କୌଣସି କଥାରେ ନିଜକୁ ଅପମାନ ବୋଧ କରିବା ନାହିଁ। ସେଥିପାଇଁ ବାବା କହିଲେ ଦୃଢ଼ ମନୋବଳ ଦରକାର। ଆଉ ଖଚ, ମିଛ, ମନ୍ଦ, ଭୁଲ କାମ, ବିକର୍ମ ଏଗୁଡ଼ାକ କରିବା ନାହିଁ। ଏଗୁଡ଼ାକ କଲେ ନିଜର ତ ବହୁତ କ୍ଷତି, ଆତ୍ମାର ଅବନତି। ତା ସହିତ ଆମେ ଯଦି ସମାଜରେ ବାବାଙ୍କ ଜ୍ଞାନ ଶୁଣିକି ନିଜେ ଏତେ ଭୁଲ କରିବା, ତାମାନେ ଆମେ ବାବାଙ୍କୁ ବହୁତ ଅପମାନ ଦେଉଛେ।
ଆମକୁ ଦେଖି ଲୋକମାନେ ଆଉ ବାବାଙ୍କୁ ଭଲ ପାଇବେନି ବା ବାବାଙ୍କ ଜ୍ଞାନ ଶୁଣିବାକୁ ଯିବେ ନାହିଁ। ତେଣୁ ଏ କାମ ଆମେ କରିବା ନାହିଁ। ବାବା ଆମକୁ ସ୍ନେହରେ ଯେମିତି ମାଲିସ କରିଦେଉଛନ୍ତି, ଦାଦୀମାନଙ୍କୁ ଯେଉଁମାନେ ସେଣ୍ଟର ଇନଚାର୍ଜ ଅଛନ୍ତି, ବାବା ତାଙ୍କୁ ବହୁତ ପ୍ରକାର ପ୍ୟାର ସେ କଥା କୁହନ୍ତି। ସେ ଯେତେବେଳେ ଅମୃତ ବେଳାରେ କଥାବାର୍ତ୍ତା ହୁଅନ୍ତି, ଯେତେବେଳେ ବାବା ପ୍ରକୃତରେ ଆସନ୍ତି, ତାଙ୍କୁ ବହୁତ ସ୍ନେହରେ ଉମଙ୍ଗ, ଉତ୍ସାହ ଆଉ ଦୃଢ଼ତା, ସାହସ, ଶକ୍ତି ବଢ଼ିବା ପାଇଁ ଅନେକ କଥା କହନ୍ତି। ବାବା କହୁଛନ୍ତି ଆମେ କଳ୍ପ କଳ୍ପ ଧରି ବାବାଙ୍କର ଅଧିକାରୀ ସନ୍ତାନ ଥିଲେ। ତେଣୁ ଆମେ ଯଦି ଏ କଥାକୁ ଭୁଲିଯିବା କିଛି ପାଇବାନି। ଆମେ ନ କଲେ ଅନ୍ୟମାନେ କରିବେ ନାହିଁ। ତେଣୁ ନଲେଜଫୁଲ୍ ହୋଇ ନଲେଜଫୁଲ୍ ସ୍ଥିତିରେ ରହି ପରିସ୍ଥିତିକୁ ପାର କରିବା। ସବୁବେଳେ ଯଦି ଜ୍ଞାନ ଆମ ମନରେ ରହିବ, ବାବା କେଉଁ ପରିସ୍ଥିତିରେ କେମିତି ଆମେ ପରିସ୍ଥିତିକୁ ପାର କରିବାର ବାଟ ବତେଇ ଦେଇଛନ୍ତି। ତେଣୁ ନଲେଜଫୁଲ୍ ହୋଇ ଆମେ ସବୁ ପରିସ୍ଥିତିକୁ ପାର କରିବା, ଅଙ୍ଗଦ ପରି ଅଚଳ ଅଡଳ ରହିବା। ଆମେ ପଢ଼ିଛେ, ପାଠରେ ପଢ଼ିଛେ, ଅଙ୍ଗଦଙ୍କର ଗୋଡ଼କୁ କେହି ହଲେଇ ପାରିଲେନି, ସେ ପୁରା ନିଶ୍ଚଳ ହେଇକି ମାନେ ଷ୍ଟ୍ରଙ୍ଗ ହେଇକି ରହିଲେ। ଆମ ସ୍ଥିତି ସେମିତି ଆମର କରିବା। ରାବଣ ରାଜ୍ୟରେ ଯେମିତି ଆମକୁ କୌଣସି ବ୍ୟକ୍ତି ହଲେଇ ପାରିବେନି। ଆମ ବୁଦ୍ଧି ମାୟା ଆଡ଼କୁ ହଟିବ ନାହିଁ। ବିଘ୍ନ ଯାହା ଆସିଲେ ବି ସେ ଆମକୁ ହଲେଇ ପାରିବ ନାହିଁ। ଏଇ କଥାଟା ଆମେ ପକ୍କା ରଖିବା ମନରେ। ଯେକୌଣସି ଯଦି ବିଘ୍ନ ଆସୁଛି ତାହେଲେ ସେ ଯେମିତି ଆମକୁ ହଲେଇ ପାରିବନି। ସେ ଆମକୁ କିଛି ତୋହଫା ଦେବା ପାଇଁ ଆସୁଛି, ତୋଫାନ ହେଇକି ଆସୁଛି, ତୋହଫା ଦେଇକି ସେ ଯିବ। ଯୋଗ ଅଗ୍ନିକି ସବୁବେଳେ ପ୍ରଜ୍ୱଳିତ କରି ରଖିବା ଆଉ ଆତ୍ମାକୁ ଜାଗ୍ରତ କରି ରଖିବା। ଯେତେ ବିଘ୍ନ ଆସିଲେ ବି ସେ ଆମର କିଛି କ୍ଷତି କରିପାରିବ ନାହିଁ। ଶୁଦ୍ଧ ସଂକଳ୍ପର ଖଜାନା ଯଦି ଆମ ପାଖରେ ରହିଲା, ମାନେ ଆମ ମନରେ ସବୁବେଳେ ଶୁଦ୍ଧ ସଂକଳ୍ପ ଯଦି ଚାଲିବ, ତାହେଲେ ବ୍ୟର୍ଥ ସଂକଳ୍ପ ଆସିବ ନାହିଁ। ଯଦି ବି ଆସେ ସେ ଆପେ ଆପେ ଚାଲିଯିବ। ତେଣୁ ବାବା ମାନେ ମୁରଲୀ ମହାବାକ୍ୟରେ ତ ଅନେକ କଥା କହୁଛନ୍ତି। ଅବ୍ୟକ୍ତ ମୁରଲୀର ପ୍ରତି ଧାଡ଼ି ମହତ୍ତ୍ୱପୂର୍ଣ୍ଣ। ତେଣୁ ଅବ୍ୟକ୍ତ ମୁରଲୀକୁ ଆମେ ବାର ବାର ଶୁଣିଲେ ବାବା ସ୍ୱୟଂ କହୁଛନ୍ତି। ଆଜି ପୁଣି ବାବା କହିଲେ ଯେ ସିଏ ତ ଆସୁଛନ୍ତି ପରମଧାମରୁ। ବ୍ରହ୍ମା ବାବା ଅବ୍ୟକ୍ତ ହେଇଛନ୍ତି। ସେ ତ ନଥିଲେ 2005ରେ, ସେ ଅବ୍ୟକ୍ତ ହେଇଯାଇଥିଲେ। ବ୍ରହ୍ମା ବାବା ସୂକ୍ଷ୍ମ ଶରୀରରେ ସୂକ୍ଷ୍ମ ବତନରେ ରହି ଅବ୍ୟକ୍ତ ସ୍ଥିତିରେ ରହି କେତେ ସେବା କରୁଛନ୍ତି। ଏଇ ଯେଉଁ ଆମର ସୃଷ୍ଟି ନାଟକରେ ତାଙ୍କର ରୋଲ୍ ମିଳିଛି ସ୍ୱର୍ଗ ସ୍ଥାପନ କରିବା ପାଇଁ, ସେଥିରେ ସେ କେତେ ସେବା ଦେଉଛନ୍ତି। ସ୍ୱୟଂ ପରମପିତା ପରମାତ୍ମାଙ୍କ ସଙ୍ଗରେ ଆସି ସମସ୍ତଙ୍କୁ ବୁଝେଇ ଆତ୍ମାମାନଙ୍କୁ ପବିତ୍ର କରି ତାଙ୍କ ସେବା ଜାରି ରଖିଛନ୍ତି। ଆଉ ଆମେ ବର୍ତ୍ତମାନ ସାକାର ରୂପରେ ରହିଛେ, ନିରାକାର ବାବାଙ୍କର କଥା ଶୁଣି ନିଶ୍ଚିତ ଭାବରେ ସ୍ୱର୍ଗକୁ ଯିବା ପାଇଁ ଚେଷ୍ଟା କରିବା। ଓମ୍ ଶାନ୍ତି।